ପ୍ରିୟ ଆତ୍ମନ୍ ବିଜାବର ସ୍ଥିତ ମୁନି ବୃନ୍ଦାବନ ଲାଲ ବୈଦ୍ୟ କିଛି ପ୍ରଶ୍ନ ଲେଖି ସଦ୍ଗୁରୁଦେବଙ୍କ ପାଖକୁ ପଠାଇଥିଲେ। ସେ ପ୍ରଶ୍ନ ଥିଲା, ଜ୍ଞାତ ଶକ୍ତି ତ ସମସ୍ତ ଆତ୍ମାଙ୍କ ଅଲଗା ଅଲଗା, କିନ୍ତୁ ଅଜ୍ଞାତ ଶକ୍ତି ବି ପ୍ରତ୍ୟେକ ଆତ୍ମାର ଅଲଗା ଅଲଗା କି? ସଦ୍ଗୁରୁଦେବ ମହାଜନ ଯେଉଁ ଟଙ୍କା ଗଣିକରି ଓ ଜାଣିକରି ସେ ଟ୍ରେଜେରୀରେ ରଖିଛନ୍ତି ତାହା ତ ମହାଜନଙ୍କର, କିନ୍ତୁ ସେ ନଗଣି ଓ କେତେ ଟଙ୍କା ଅଛି ନ ଜାଣି ଅନ୍ୟ ଟ୍ରେଜେରୀରେ ରଖିଥିବା ଟଙ୍କା ଅନ୍ୟର କେମିତି ହୋଇଯିବ ବା ସଂସାର ଯାକର ମହାଜନଙ୍କର କେମିତି ହୋଇଯିବ? ଯଦି ଗୋଟିଏ ଆତ୍ମାର ଜ୍ଞାତ ଶକ୍ତି କେବଳ ସେହି ଆତ୍ମାର, ତେବେ ଅଜ୍ଞାତ ଶକ୍ତି କେମିତି ସମସ୍ତ ଆତ୍ମାଙ୍କର ହୋଇଯିବ? ଆପଣ ପଚାରୁଛନ୍ତି ଯେ କ'ଣ ଅଜ୍ଞାତ ଶକ୍ତି ମଧ୍ୟ ଅଲଗା ଅଟେ? ଆପଣ ନିଜେ ଯେତେବେଳେ କହୁଛନ୍ତି ଓ ମାନୁଛନ୍ତି ଯେ ପ୍ରତ୍ୟେକଙ୍କ ଜ୍ଞାତ ଶକ୍ତି ଅଲଗା ବୋଲି, ତେବେ ଅଜ୍ଞାତ ଶକ୍ତି କେମିତି ଅଲଗା ଆତ୍ମାର ଅଲଗା ହେବ ନାହିଁ? ମୋର ଗୋଟିଏ ଚାବିପନ୍ଥା ଅଛି, ସେଟାକୁ କାଲି କେଉଁଠି ରଖିଦେଲି ମୋର ମନେ ନାହିଁ, ତେଣୁ ଅଜ୍ଞାତ। ତେବେ କ'ଣ ତାହା ଅନ୍ୟର ହୋଇଯିବ? ମୋର ଲେଖିଥିବା ଖଣ୍ଡେ ବହି ଅଛି, ତହିଁରେ 50ତମ ପୃଷ୍ଠାରେ ମୁଁ କ'ଣ ଲେଖିଛି ଯେ ମୋର ମନେ ନାହିଁ। ତେବେ କ'ଣ ସେହି ପୃଷ୍ଠାର ଲେଖା ଅନ୍ୟର ହୋଇଯିବ? ଆଜି 10ଟା ବାଜିବା ପର୍ଯ୍ୟନ୍ତ ମୋର ଶ୍ୱାସ କେତେଥର ଯିବା ଆସିବା କରିଛି ମୋତେ ଜଣା ନାହିଁ, ତେଣୁ ଅଜ୍ଞାତ ହୋଇଥିବାରୁ ମୋର ଶ୍ୱାସ ଅନ୍ୟର ହୋଇଯିବ କି? ମୋର ହାତ ଘଣ୍ଟା, ମୁଁ ସେଥିରେ ଦମ୍ ଦେଇ ଘରେ ରଖି ଗଙ୍ଗା ସ୍ନାନ କରିବାକୁ ଗଲି। ଫେରିଲା ପରେ ଜଣେ ପଚାରିଲା, ଆପଣଙ୍କ ଘଣ୍ଟାର ବଡ଼ କଣ୍ଟାଟି କେଉଁଠି ଅଛି? ମୁଁ ଜାଣିନାହିଁ। ତା ବୋଲି କ'ଣ ଘଣ୍ଟାଟି ଅନ୍ୟର? ମୁଁ ରାତିରେ ଶୋଇଲା ବେଳେ କେତେଥର ଶ୍ୱାସ ଗ୍ରହଣ କଲି, କେତେଥର ମୋର ହୃଦସ୍ପନ୍ଦନ ହେଲା, ଶରୀରରେ ରକ୍ତ ସଞ୍ଚାଳନ କେତେଥର ହେଲା, ଏସବୁ ମୋର ଅଜ୍ଞାତ ବୋଲି କ'ଣ? ସେହି ଶ୍ୱାସ, ସେହି ହୃଦୟ, ସେହି ରକ୍ତ ମୋର ନୁହେଁ? କାହିଁକି ନୁହେଁ? କିଏ କହିପାରେ ମୋର ନୁହେଁ? ଏହା କେମିତି ହୋଇପାରେ? ବୈଦ୍ୟଜୀ ଏହି ପ୍ରଶ୍ନ ନିରର୍ଥକ ଓ ବ୍ୟର୍ଥ। କିନ୍ତୁ ବାରମ୍ବାର ମୋତେ ଲେଖୁଛନ୍ତି ଯେ ମୋର ପ୍ରଶ୍ନର ଉତ୍ତର ଦିଅନ୍ତୁ, ମୋର ପ୍ରଶ୍ନର ଉତ୍ତର ଦିଅନ୍ତୁ। କ'ଣ ଉତ୍ତର ଦେବି? ପ୍ରଶ୍ନରେ କିଛି ଥିଲେ ସିନା। ଦେବୀ ଦୟାଳଙ୍କ ମଣିରେ 4 ପଇସା ଅଛି, ଗଣିଛନ୍ତି, ତାହା ତାଙ୍କର, କିନ୍ତୁ ଦେବୀ ଦୟାଳଙ୍କ ଅନ୍ୟ ମଣିରେ ଥିବା ପଇସାକୁ ସେ ଗଣି ନାହାନ୍ତି କି ଜାଣି ନାହାନ୍ତି। ତାହା ଦେବୀ ଦୟାଳଙ୍କର ନା? କ'ଣ ସେହି ଦେବୀ ଦୟାଳ ଯେ କୃଷ୍ଣ ଦୟାଳଙ୍କ ଠାରୁ ଅଲଗା? ବୈଦ୍ୟଜୀଙ୍କ ପ୍ରଶ୍ନ ହିଁ ଏହିପରି। ତେଣୁ ଏହାର ଉତ୍ତର ଏହା ଛଡ଼ା ଆଉ କ'ଣ ହୋଇପାରେ ଯେ ସେ ଅଜ୍ଞାତ ପଇସା ଦେବୀ ଦୟାଳଙ୍କର ହିଁ ଅଟେ, ଯେଉଁ ଦେବୀ ଦୟାଳ ସମସ୍ତଙ୍କ ଠାରୁ ଅଲଗା। ଏବେ ଆଗର ପ୍ରଶ୍ନ ଶୁଣନ୍ତୁ। ଆତ୍ମାର ଏହି ଅଜ୍ଞାତ ଶକ୍ତି ଯଦି ଅଲଗା, ତେବେ ଆତ୍ମାର ଅପାର ଶକ୍ତି ରହିଛି, ଏହା ବୁଝି ହେଉନାହିଁ। ସଦ୍ଗୁରୁଦେବ, ବୁଝି ହେଉନାହିଁ ତ ମୁଁ କ'ଣ କରିବି? କଥା ତ ଅତି ସ୍ପଷ୍ଟ। ଜଣେ ମହାଜନଙ୍କ ପାଖରେ ଏତେ ଟଙ୍କା ଅଛି ଯେ ସେ ନିଜେ ଜାଣିନାହାନ୍ତି କେତେ ଟଙ୍କା ଅଛି। ତାଙ୍କର ଧନ ତାଙ୍କ ନିମନ୍ତେ ଅଜ୍ଞାତ, ଅଗଣନୀୟ, ଅସଂଖ୍ୟ। ତେବେ ତ କୁହାଯାଇଛି ଯେ ମହାଜନଙ୍କ ପାଖରେ ଅପାର ଧନ ରହିଛି। କିନ୍ତୁ ଆପଣଙ୍କ କହିବାର ଅର୍ଥ ହେଲା ଯେ ସବୁ ମହାଜନ ଯଦି ଅଲଗା ଅଲଗା, ତେବେ ଗୋଟିଏ ମହାଜନ ପାଖରେ ଥିବା ଧନ ଅପାର କେମିତି ହୋଇପାରେ? କ'ଣ ଗୋଟିଏ ଧନୀର ଧନକୁ ଅପାର କୁହାଯାଇ ନପାରେ? ଗୋଟିଏ ଆତ୍ମା ବା ଜୀବ ଯେତେବେଳେ ଗୋଟିଏ ପିମ୍ପୁଡ଼ି ମଧ୍ୟକୁ ପ୍ରବେଶ କରିଯାଏ, ତେବେ ପିମ୍ପୁଡ଼ିକୁ ନେଇ ଚାଲିବାକୁ ଲାଗେ ଏବଂ ବାହାରି ଗଲେ ପିମ୍ପୁଡ଼ି ନିଶ୍ଚଳ ହୋଇଯାଏ, ମରିଯାଏ ବା ଜଡ଼ ହୋଇଯାଏ। ତେବେ କ'ଣ ଆତ୍ମା କେବଳ ପିମ୍ପୁଡ଼ିକୁ ନେଇ ଚାଲିପାରେ? ନା, ଗୋଟିଏ ଆତ୍ମା ବହୁତ ବଡ଼ ବଡ଼ ଶରୀରକୁ ଧରି ମଧ୍ୟ ଚାଲିପାରେ, ଦୌଡ଼ିପାରେ ଓ ଡେଇଁପାରେ। ତେବେ ଆପଣ ବୁଝିପାରୁନାହାନ୍ତି କି ଯେ ଗୋଟିଏ ଆତ୍ମା ହିମାଳୟରେ ବି ଯଦି ପ୍ରବେଶ କରିଯାଏ, ତେବେ ତାକୁ ଧରି ମଧ୍ୟ ଚାଲିପାରେ, ଦୌଡ଼ିପାରେ ଓ ଡେଇଁପାରେ।
ଏହାପରେ କ'ଣ? ଏହା ମଧ୍ୟ ବୁଝିପାରୁନାହାନ୍ତି ଯେ ଅସଂଖ୍ୟ ଅନନ୍ତ ଓ ଅପାରରୁ ଅପାର ବୃହତ ଶରୀରକୁ ଧରି ମଧ୍ୟ ଆତ୍ମା ଦୌଡ଼ିପାରେ। ଏବେ ବି ଆପଣ କ'ଣ କହିପାରିବେ ନାହିଁ ଯେ ଆତ୍ମାର ଅପାର ଓ ଅନନ୍ତ ଶକ୍ତି ରହିଛି? ଏକ କ୍ଷୁଦ୍ର ବଟ ବୀଜରୁ ଏକ ବିଶାଳକାୟ ବଟବୃକ୍ଷ ଉତ୍ପନ୍ନ ହୁଏ ଓ ହୋଇପାରେ। ପୁଣି ସେଥିରୁ ଅନନ୍ତ ବଟବୀଜ ଉତ୍ପନ୍ନ ହୋଇଥାଏ। ପୁଣି ସେଥିରୁ ଅନନ୍ତ ବଟବୃକ୍ଷ ଓ ସେଥିରୁ ପୁଣି ଅନନ୍ତ ବଟବୀଜ ଉତ୍ପନ୍ନ କରିବାର ଶକ୍ତି ରହିଛି। ତେବେ କ'ଣ ଏହା କୁହାଯାଇପାରିବ ନାହିଁ ଯେ ଅଲଗା ଅଲଗା ପ୍ରତ୍ୟେକ ବୀଜରେ ଅନନ୍ତ ଶକ୍ତି ରହିଛି? କିନ୍ତୁ ଏହା ମଧ୍ୟ ଜାଣି ନିଅନ୍ତୁ ଯେ କୌଣସି ବୀଜ ଯଦି ନିର୍ଜୀବ, ମୃତ ବା ସଜୀବ ନୁହେଁ, ତେବେ ତହିଁରୁ ଗୋଟିଏ ହେଲେ ବୃକ୍ଷ ଉତ୍ପନ୍ନ ହୋଇପାରିବ ନାହିଁ। ତେଣୁ ବୀଜର ଅପାର ଓ ଅନନ୍ତ ଶକ୍ତି ନଥାଏ, କିନ୍ତୁ ବୀଜର ଆତ୍ମାରେ ଥାଏ। ଏଣୁ ପ୍ରତ୍ୟେକ ଆତ୍ମାରେ ଅପାର ଓ ଅନନ୍ତ ଶକ୍ତି ରହିଛି। ପୁଣି ଆଗକୁ ପ୍ରଶ୍ନ କଲେ, ଯଦି ମନୁଷ୍ୟ ପରଜନ୍ମରେ ମନୁଷ୍ୟ ହିଁ ହେବ ଏବଂ ପଶୁ କେବେ ମନୁଷ୍ୟ ହେବ ନାହିଁ, ତେବେ ମନୁଷ୍ୟତର ପ୍ରାଣୀ ମାନଙ୍କର କେବେ ମୁକ୍ତି ହେବ ନାହିଁ। ସଦ୍ଗୁରୁଦେବ, ମୁକ୍ତିର ବିପରୀତ ବନ୍ଧନ। ଯେ ମୁକ୍ତ ନୁହେଁ ସେ ବଦ୍ଧ। ବନ୍ଧନରୁ ମୁକୁଳିବା ହିଁ ମୁକ୍ତି। ମୁକ୍ତି ବା ମୋକ୍ଷ ହିଁ ସୁଖ ଓ ବନ୍ଧନ ହିଁ ଦୁଃଖର କାରଣ ହୋଇଥାଏ। ତେଣୁ ମୁକ୍ତି ସମସ୍ତଙ୍କୁ ମିଳିବା ଉଚିତ। କିନ୍ତୁ ଏହା କିପରି ସିଦ୍ଧାନ୍ତ ଯେ କେବଳ ମନୁଷ୍ୟ ହେଲେ ଯାଇ ମୁକ୍ତି ମିଳିବ? କେବେ କେବେ ଗୋଟିଏ ବଳଦ ମଧ୍ୟ ନିଜର ବନ୍ଧନରୁ ମୁକୁଳି ଯାଏ ନାହିଁ କି? ବନ୍ଧନରୁ ମୁକୁଳି ଗୋଟିଏ ପଶୁ ଓ ପଞ୍ଜୁରୀରୁ ବାହାରି ଗୋଟିଏ ଶୁଆ ଆନନ୍ଦ ଅନୁଭବ କରେ ନାହିଁ କି? ଗୋଟିଏ ପଶୁ ବନ୍ଧନରୁ ଯେତେବେଳେ ମୁକ୍ତ ହୋଇଯାଏ ଓ ଆନନ୍ଦରେ ଡେଇଁବାକୁ ଲାଗେ, ମନୁଷ୍ୟ ହୋଇଯାଏ କି? ସେହିପରି ପଶୁକୁ ବନ୍ଧନରୁ ମୁକ୍ତି ହେବା ପାଇଁ ଓ ପକ୍ଷୀକୁ ପଞ୍ଜୁରୀରୁ ବାହାରକୁ ବାହାରିବା ପାଇଁ ମନୁଷ୍ୟ ହେବାକୁ ପଡ଼ିଥାଏ କି? ଠିକ୍ ସେହିପରି ମନୁଷ୍ୟ ବନ୍ଧନରେ ପଡ଼ିଲେ ବା ତାକୁ ଜେଲ ଯିବାକୁ ହେଲେ ପଶୁ ହୋଇଯାଏ କି? କାଞ୍ଜିଆ ହୁଦାରୁ ମୁକ୍ତ ହେବା ପାଇଁ ଗୋଟିଏ ମଇଁଷିକୁ ମନୁଷ୍ୟ ହେବାକୁ ପଡ଼ିବ କି? ଜେଲରୁ ମୁକ୍ତ ହେବା ନିମନ୍ତେ ରାମଦାସକୁ କୃଷ୍ଣ ଦାସ ହେବାକୁ ପଡ଼ିବ କି? କ'ଣ ଗୋଟିଏ ମନୁଷ୍ୟ ମୁକ୍ତିର ସୁଖ ଭୋଗ କରିବାକୁ ଷଣ୍ଢ ହେବାକୁ ଚାହିଁବ? କେବେ ନୁହେଁ। ବନ୍ଧନରେ ପଡ଼ିବାକୁ ଯେପରି ଗୋଟିଏ ମନୁଷ୍ୟକୁ ପଶୁ ହେବାର ଆବଶ୍ୟକତା ନାହିଁ, ଠିକ୍ ସେହିପରି କୌଣସି ହେଲେ ବନ୍ଧନରୁ ମୁକ୍ତ ହେବା ନିମନ୍ତେ ଗୋଟିଏ ପଶୁକୁ ମଧ୍ୟ ମନୁଷ୍ୟ ହେବାର ଆବଶ୍ୟକତା ନାହିଁ। ଯେପରି ମନୁଷ୍ୟ ମୁକ୍ତିର ସୁଖ ପାଇବାକୁ ପଶୁ ହେବାକୁ ଇଚ୍ଛା କରେ ନାହିଁ, ଠିକ୍ ସେହିପରି ଗୋଟିଏ ପଶୁ ମଧ୍ୟ ମୁକ୍ତିର ସୁଖ ପାଇବାକୁ ମନୁଷ୍ୟ ହେବାକୁ ଚାହିଁବ ନାହିଁ। ବୈଦ୍ୟ ମହାଶୟ, ଆପଣ ଆମ୍ଭର ରଚିତ ପୁସ୍ତକ ଧ୍ୟାନ ଦେଇ ପଢ଼ୁନାହାନ୍ତି। ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର କୌଣସି ନା କୌଣସି ପୁସ୍ତକ ଗୁଡ଼ିକରେ ରହିଛି। ମୁନି ସମାଜର ଏହି ଜ୍ଞାନ ଓ ସିଦ୍ଧାନ୍ତ ନିତାନ୍ତ ସତ୍ୟ। ତେଣୁ ବିଚାର ଓ ମନନ କରିବା ଦ୍ୱାରା ଏହା ବୁଝି ହୁଏ। ପୁଣି ପ୍ରଶ୍ନ କଲେ, ସ୍ୱଶରୀରରେ ମଧ୍ୟ ମୁକ୍ତି ମିଳେ କି? ସଦ୍ଗୁରୁଦେବ, କ'ଣ ଶରୀର ଥାଇ ବା ସ୍ୱଶରୀରରେ ଲୋକେ ଜେଲରୁ ମୁକ୍ତ ହୁଅନ୍ତି ନାହିଁ? ମୁକ୍ତିର ଅର୍ଥ ବନ୍ଧନରୁ ମୁକ୍ତ ହେବା, ସ୍ୱଶରୀରରେ ହେଉ ବା ଅଶରୀରରେ। ବିଦେହୀ ମୁକ୍ତିରେ ସ୍ଥୂଳ ଶରୀର ନଥାଏ କି? ସଦ୍ଗୁରୁଦେବ, ବିଦେହୀ ମୁକ୍ତିରେ ସ୍ଥୂଳ ଶରୀର ନଥାଏ। ସ୍ଥୂଳ ଶରୀର ନଥାଏ, କ'ଣ ସୂକ୍ଷ୍ମ ଶରୀର ଥାଏ? ସଦ୍ଗୁରୁଦେବ, ହଁ, ସୂକ୍ଷ୍ମ ଶରୀର ଥାଏ। ତାହେଲେ ଏମିତି କୌଣସି ଅବସ୍ଥା ଏ ଜୀବର ରହିଛି କି ଯେଉଁ ଅବସ୍ଥାରେ ସ୍ଥୂଳ ଓ ସୂକ୍ଷ୍ମ ଉଭୟ ଶରୀର ରହେ ନା? ସଦ୍ଗୁରୁଦେବ, ନା। ଯେପରି ଶୋଇଗଲେ ସ୍ୱପ୍ନରେ ମଧ୍ୟ ମନୁଷ୍ୟ ଶରୀର ବିନା ରହେ ନା, ସେହିପରି ମୃତ୍ୟୁ ପରେ ମଧ୍ୟ ବା ମୁକ୍ତିକୁ ପ୍ରାପ୍ତ କଲେ ମଧ୍ୟ ବିନା ଶରୀରରେ ରହେ ନା। ଏହି ଆତ୍ମା ବା ଜୀବ କେବେ ସ୍ଥୂଳ କେବେ ସୂକ୍ଷ୍ମ ଏହି ଉଭୟ ଶରୀରରେ ରହେ ଏବଂ କେବେ କେବେ କେବଳ ସୂକ୍ଷ୍ମ ଶରୀରରେ ରହେ, କିନ୍ତୁ କେବେ ହେଲେ ବିନା ଶରୀରରେ ରହେ ନାହିଁ। ଆପଣଙ୍କ ମତରେ
ଗହମ ସର୍ବଦା ଗହମ ହେବ, ଚଣାରୁ ସର୍ବଦା ଚଣା ହେବ, ହାତୀରୁ ସର୍ବଦା ହାତୀ ହିଁ ଜନ୍ମ ପାଇବ ଓ ଘୋଡ଼ା ସର୍ବଦା ଘୋଡ଼ା ହେବ। ତେବେ ଏମାନଙ୍କ ମୁକ୍ତି କିପରି ହେବ? ସଦ୍ଗୁରୁଦେବ, ମୋର ମତରେ କ'ଣ? ଏହା ହିଁ ସତ୍ୟ। ଗହମ ସର୍ବଦା ଗହମ ହେବ ଓ ଚଣା ସର୍ବଦା ଚଣା ହେବ। ଏହାର ବିରୁଦ୍ଧରେ କାହାରି ପାଖରେ କୌଣସି ପ୍ରମାଣ ନାହିଁ। ଖାଲି ଏହା କହିବା ଛଡ଼ା ଯେ ମତବାଦୀ ଗ୍ରନ୍ଥ ଗୁଡ଼ିକରେ ଏହା ଲେଖା ହୋଇଛି ଯେ ମାଠିଆରୁ ମନୁଷ୍ୟ ହୋଇଯାଇଥିଲା। ଆଜି କାହିଁକି ମାଠିଆରୁ ମନୁଷ୍ୟ ହେଉନାହାନ୍ତି? ଆଜି କାହିଁକି ମନୁଷ୍ୟରୁ ପଶୁ ହେଉନାହାନ୍ତି? ଆଜି କାହିଁକି ଆର୍ଯ୍ୟ ସମାଜୀ ମାନଙ୍କ ଈଶ୍ୱର 2-4ଟା ମନୁଷ୍ୟ ଉତ୍ପନ୍ନ କରି ଆକାଶରୁ କଚାଡ଼ି ଦେଉନାହିଁ? କାହିଁକି ନା ସ୍ୱାମୀ ଦୟାନନ୍ଦ ଲେଖିଛନ୍ତି ଯେ ପ୍ରଥମ ସୃଷ୍ଟିର ଆଦିରେ ଈଶ୍ୱର ଯୁବକ ପୁରୁଷମାନଙ୍କୁ ବିନା ସ୍ତ୍ରୀରେ ଉତ୍ପନ୍ନ କରିଦେଇଥିଲା। ଏ ମତବାଦୀ ଗ୍ରନ୍ଥ ଗୁଡ଼ିକରେ କେତେ ମିଛ ଭରି ରହିଛି ଯେ ଏହାକୁ ନିଷ୍ପକ୍ଷ ଓ ସ୍ୱତନ୍ତ୍ର ବିଚାରକ ବିଦ୍ୱାନମାନେ ଚିନ୍ତା କରନ୍ତୁ। ମୋର ରଚିତ ଗ୍ରନ୍ଥ ଗୁଡ଼ିକରେ ଏ ବିଷୟରେ ଅତି ବିସ୍ତୃତ ଭାବରେ ବିଚାର ଦିଆଯାଇଛି। ରହିଲା ମୁକ୍ତିର କଥା। ଘୋଡ଼ା ଯଦି ମନୁଷ୍ୟ ହେବ ନାହିଁ ତ ମୁକ୍ତ କିପରି ହେବ? ଆପଣମାନଙ୍କ ମସ୍ତିଷ୍କରେ ସେହି କଥା ଗୁଞ୍ଜରୁଛି ଯାହା ମତବାଦୀମାନେ ଶିଖାଇ ଦେଇଛନ୍ତି। ମୁକ୍ତି କାହାକୁ କହନ୍ତି? ମୁକ୍ତ କିଏ? ସେ ନା ଯେ ବନ୍ଧନରେ ନଥିବ। ମୁକ୍ତିର ଅର୍ଥ ହେଲା ମୁକୁଳିବା। ବଳଦ ଯେତେବେଳେ ବନ୍ଧନରୁ ମୁକୁଳେ ମନୁଷ୍ୟ ହୋଇଯାଏ କି? ମନୁଷ୍ୟମାନେ ଯେତେବେଳେ କାରାଗାରରୁ ବା ଜେଲରୁ ମୁକୁଳନ୍ତି ତ ବଳଦ ହୋଇଯାଆନ୍ତି କି? କେବେ ନୁହେଁ। ତେବେ ଏହା ସିଦ୍ଧ ହୋଇଯାଇଛି ଯେ ପଶୁମାନଙ୍କୁ ମୁକ୍ତ ହେବା ନିମନ୍ତେ ମନୁଷ୍ୟ ହେବାର ଆବଶ୍ୟକତା ନାହିଁ ଏବଂ ମନୁଷ୍ୟମାନଙ୍କୁ ପଶୁ ହେବାର ମଧ୍ୟ ଆବଶ୍ୟକତା ନାହିଁ। ପଶୁମାନେ ଯେତେବେଳେ ପଶୁଶାଳାରୁ ମୁକୁଳନ୍ତି ତ ମନୁଷ୍ୟ ହୋଇଯାଆନ୍ତି କି? ଆପଣ ତ ଏଇଆ କହିବେ ଯେ ପଶୁମାନେ ପଶୁଶାଳାରୁ ମୁକୁଳିବେ କିପରି ଯେପର୍ଯ୍ୟନ୍ତ ମନୁଷ୍ୟ ହୋଇନାହାନ୍ତି? ଏପରି ପ୍ରଶ୍ନ ତ ସେହିମାନଙ୍କୁ କରିବା ଉଚିତ ଯେଉଁମାନେ ଏହା ମାନନ୍ତି ଯେ ମନୁଷ୍ୟ ନହେଲେ କେହି ମୁକ୍ତ ହୁଅନ୍ତି ନାହିଁ। ଆପଣଙ୍କ ଉପରେ ଉଚ୍ଚ ଆକାଶରେ ଯେଉଁ ପକ୍ଷୀମାନେ ଆନନ୍ଦରେ ଉଡ଼ୁଛନ୍ତି, କ'ଣ ସେମାନେ ମୁକ୍ତ ନୁହନ୍ତି? ସେମାନଙ୍କୁ କେଉଁ କଥାର ଚିନ୍ତା ଅଛି? ତାଙ୍କର କେଉଁ ବନ୍ଧନ ଅଛି? ଇଂରାଜୀରେ ତ ଯାହାକୁ ବହୁତ ସୁଖୀ ଓ ପ୍ରସନ୍ନ କହିବାକୁ ଥାଏ ତାଙ୍କ ପାଇଁ କୁହାଯାଏ ଯେ ଦେ ଆର୍ ହ୍ୟାପି ଲାଇକ୍ ଏ ବାର୍ଡ। ତାଙ୍କୁ ମନୁଷ୍ୟ କରିଦିଅନ୍ତୁ। ହଜାରେ ବନ୍ଧନ ଘେରିଯିବ। ନିୟମର ବନ୍ଧନ, ଧାର୍ମିକ ବନ୍ଧନ, ମତବାଦୀ ବନ୍ଧନ, ସାମାଜିକ ବନ୍ଧନ, ବଂଶୀୟ ବନ୍ଧନ, କଣ୍ଟ୍ରୋଲର ବନ୍ଧନ, ପୋଷାକର ବନ୍ଧନ, ଜୋତାର ବନ୍ଧନ, ଏମିତି ଲକ୍ଷେ ନିୟମର ବନ୍ଧନ। ଏବେ ଚିନ୍ତାକୁ ନିଅନ୍ତୁ। ଖାଇବା ଚିନ୍ତା, ସ୍ତ୍ରୀର ଚିନ୍ତା, ରୋଗର ଚିନ୍ତା, ମାମଲାର ଚିନ୍ତା, ଭାଇର ଚିନ୍ତା, ଔଷଧର ଚିନ୍ତା, ମହଙ୍ଗାର ଚିନ୍ତା। ଏପରି ମନୁଷ୍ୟକୁ କିଏ ମୁକ୍ତ ମାନିବ ଏବଂ କେଉଁ ପକ୍ଷୀ ଚାହିଁବ ଯେ ସେ ମନୁଷ୍ୟ ହୋଇ ମୁକ୍ତ ହେଉ? ପୁଣି ପ୍ରଶ୍ନ କଲେ, ଲୋକ କହନ୍ତି ଯେ ସମାଧିରେ ବା ମୁକ୍ତିରେ ନିଜକୁ ଭଗବାନଙ୍କ ମଧ୍ୟରେ ମିଶାଇ ଦିଅନ୍ତି, ନିଜର ଆତ୍ମାକୁ ଭଗବାନଙ୍କଠାରେ ମିଶାଇ ଦିଅନ୍ତି, ନିଜକୁ ଭଗବାନଙ୍କ ନିକଟରେ ସମର୍ପଣ କରିଦିଅନ୍ତି ଏବଂ ଭଗବାନ ନିଜର ଭକ୍ତମାନଙ୍କୁ ନିଜ ମଧ୍ୟରେ ପକାଇ ବା ତାଙ୍କୁ ଗିଳି ନିଜ ମଧ୍ୟରେ ହଜମ କରି ସବୁଦିନ ପାଇଁ ନିଶ୍ଚିହ୍ନ କରିଦେଇ ଆବାଗମନରୁ ମୁକ୍ତ କରିଦିଅନ୍ତି। ସଦ୍ଗୁରୁଦେବ, ନା, ଏହା ଠିକ୍ ନୁହେଁ। ଯଦି ଆପଣ ନ ରୁହନ୍ତି ତେବେ ସଂସାର ରହି ଲାଭ କ'ଣ? ନିଜକୁ ମେଣ୍ଟାଇ ବା ବିନାଶ କରି ମୁକ୍ତି ପାଇବା ମହାଭୟଙ୍କର। ମୁନି ସମାଜର ଏହା ସିଦ୍ଧାନ୍ତ ନୁହେଁ ଯେ ନିଜକୁ ଭଗବାନ ମଧ୍ୟରେ ପକାଇ ଦିଅ। ମୁନି ସମାଜର ସିଦ୍ଧାନ୍ତ ହେଲା ଯେ ଭଗବାନଙ୍କୁ ନିଜ ମଧ୍ୟରେ ପକାଇ ଦିଅ, ଖାଇଦିଅ ଓ ତାକୁ ନିଶ୍ଚିହ୍ନ କରିଦେଇ ଅଦ୍ୱୈତ ହୋଇଯାଅ। ନିଜକୁ ଭଗବାନର ପେଟରେ ପକାଇ ନିଜର ଆତ୍ମାକୁ ନିଶ୍ଚିହ୍ନ କରିଦିଅ ନାହିଁ, କିନ୍ତୁ ଭଗବାନଙ୍କୁ ନିଜଠାରେ ମିଶାଇ ଦିଅ। ଯୋଗ ଓ ଜ୍ଞାନ ଦ୍ୱାରା ନିଜକୁ ନିଶ୍ଚିହ୍ନ କରିବାର ନାହିଁ, ନିଜକୁ ଅମର କରିବାର ଅଛି। ତେବେ ଶଙ୍କରାଚାର୍ଯ୍ୟ ଇତ୍ୟାଦି ଅଦ୍ୱୈତବାଦୀମାନେ ମତବାଦୀ ଈଶ୍ୱରକୁ ମାନୁଥିଲେ ଓ ତୀର୍ଥଗୁଡ଼ିକୁ ଯାଇ ମୂର୍ତ୍ତିମାନଙ୍କର ପୂଜା ମଧ୍ୟ କରୁଥିଲେ।
ସଦ୍ଗୁରୁଦେବ, ଆପଣ ଚିନ୍ତା କରନ୍ତୁ, ଯଦି ଈଶ୍ୱର ଅଛି ଓ ଆମ୍ଭେମାନେ ମଧ୍ୟ ଅଛୁ, ତେବେ ଅଦ୍ୱୈତ କେମିତି ହେଲା? ଈଶ୍ୱରର ଅସ୍ତିତ୍ୱ ମାନିନେବା ମାତ୍ରକେ ଅଦ୍ୱୈତ କଟିଯାଏ। ତେବେ ଲୋକ ଏମିତି କାହିଁକି କହନ୍ତି ଯେ ବେଦଗୁଡ଼ିକରେ ଈଶ୍ୱରକୁ ନେତି ନେତି ବୋଲି କହନ୍ତି? ସଦ୍ଗୁରୁଦେବ, ଈଶ୍ୱର ନ ଯୁକ୍ତ ଇତି ନତି ନେତି ନେତି ଈଶ୍ୱର ନାହିଁ, ଏହା ଜାଣନ୍ତୁ। ଈଶ୍ୱର ନାହାନ୍ତି ଠିକ୍ କଥା। ଏପରି ମୁନି ସମାଜ ବି କହୁଛି, ଈଶ୍ୱର ନ ଯୁକ୍ତ ଇତି ନତି। ପୁଣି ପ୍ରଶ୍ନ କଲେ, ମୁନି ସମାଜର ମତରେ ଜୀବ ହିଁ ଈଶ୍ୱର କି? ସଦ୍ଗୁରୁଦେବ, ନା, ମୁନି ସମାଜର ମତରେ ଈଶ୍ୱର ହିଁ ଜୀବ ଅଟେ। ଜୀବ ହିଁ ଈଶ୍ୱର ବା ଈଶ୍ୱର ହିଁ ଜୀବ, ଏଥିରେ ପ୍ରଭେଦ କ'ଣ? ସଦ୍ଗୁରୁଦେବ, ଯଦି ଆମ୍ଭେ କହୁ ଯେ ଜୀବ ହିଁ ଈଶ୍ୱର, ତେବେ ଆପଣଙ୍କ କଳ୍ପିତ ଈଶ୍ୱର ସହିତ ତୁଳନା କରି ବସିବେ। ହନୁମାନଙ୍କୁ ଈଶ୍ୱର ମାନୁଥିବା ଲୋକେ କହିବେ ଯେ ଜୀବ ଯଦି ଈଶ୍ୱର, ତେବେ ଜୀବର ଲାଞ୍ଜ କାହିଁ? ଗଣେଶକୁ ଈଶ୍ୱର ମାନୁଥିବା ଲୋକେ ଏହାର ଶୁଣ୍ଢ କାହିଁ ବୋଲି ପଚାରିବେ। ବିଷ୍ଣୁକୁ ଈଶ୍ୱର ମାନୁଥିବା ଲୋକେ ତାହାର 4ଟି ହାତ ଖୋଜିବେ। ଶିବକୁ ଈଶ୍ୱର ମାନୁଥିବା ଲୋକେ ଜୀବର 5ଟି ମୁହଁ କାହିଁ ବୋଲି ପଚାରିବେ। ଖୁଦାମିଆଁକୁ ଈଶ୍ୱର ମାନୁଥିବା ଲୋକେ ଜୀବର ସୁନାର ଦାଢ଼ି ଖୋଜିବେ। ଈଶ୍ୱରକୁ ନିରାକାର, ସର୍ବବ୍ୟାପକ ଓ ସର୍ବଜ୍ଞ ମାନୁଥିବା ଲୋକେ କହିବେ, ଏ ସାକାର କାହିଁକି, ଏକଦେଶୀ କାହିଁକି ଏବଂ ଅଳ୍ପଜ୍ଞ କାହିଁକି? ତେଣୁ ମୁଁ କହୁଛି ଯେ ଜୀବ ବା ମନୁଷ୍ୟ ଈଶ୍ୱର ନୁହେଁ, କିନ୍ତୁ ଏହା ସତ୍ୟ ଯେ ଈଶ୍ୱର ହିଁ ଜୀବ। ତେଣୁ ଯେଉଁ ଈଶ୍ୱର ଜୀବର ତୁଲ୍ୟ ନୁହେଁ, ସେ ମତବାଦୀମାନଙ୍କର କଳ୍ପନା। ବାସ୍ତବରେ ତାହାର ଅସ୍ତିତ୍ୱ ନାହିଁ କିମ୍ବା ସେହିପରି କେହି ଥାଇ ନପାରେ। ଈଶ୍ୱର ନ ହେଲେ କର୍ମଫଳ କିଏ ଦିଏ? ସଦ୍ଗୁରୁଦେବ, କର୍ମର ଫଳ କର୍ମର ସହିତ ଲାଗିଛି। ଯେତିକି କ୍ଷୁଧା ତାଠାରୁ ଅଧିକ ଭୋଜନ କଲେ ତାହାର ଫଳ ଅଜୀର୍ଣ୍ଣ ହେବା ସ୍ୱାଭାବିକ। କିଏ କେତେ ପରିମାଣରେ ଅଧିକ ଭୋଜନ କଲା ଓ କାହାକୁ କେତେ ପରିମାଣରେ ଅଜୀର୍ଣ୍ଣ ହେବା ଉଚିତ, ତାହାର ହିସାବ ଅନ୍ୟ କେହି ରଖିବା ଆବଶ୍ୟକତା ନାହିଁ। ଯେ ଯେତେ ଆବଶ୍ୟକତା ଠାରୁ ଅଧିକ ଭୋଜନ କରିବ, ତାକୁ ସେତେ ଅଜୀର୍ଣ୍ଣ ହେବ। ଯେ ଯେତିକି ଗାତରେ ପଡ଼ିବ, ତାକୁ ସେତିକି ଆଘାତ ଲାଗିବ। ଯେ ଯେତେ ପରିଶ୍ରମ କରି ଓ ଯେତିକି ବୁଦ୍ଧି ଖଟାଇ ପୂର୍ବ କର୍ମ ସଦୃଶ ସଂସାର ସହିତ ଯେତିକି ଯୋଗ୍ୟ ଶିକ୍ଷକଙ୍କ ଠାରୁ ଯେତିକି ଅଧ୍ୟୟନ କରିବ, ସେ ସେତିକି ବିଦ୍ୱାନ ହେବ। କର୍ମର ଫଳ କର୍ମର ସହ ହିଁ ଲାଗି ରହିଛି। ଯେତିକି ଆଙ୍ଗୁଳି ଯେପରି ନିଆଁରେ ଜଣେ ପୁରାଇବ, ତାହାର ସେତିକି ଆଙ୍ଗୁଳି ସେତିକି ପରିମାଣରେ ପଡ଼ିଯିବ। ଈଶ୍ୱର ତାହାର ଆଙ୍ଗୁଳି ପଡ଼ିବାକୁ ଯିବ ନାହିଁ। ଆମ୍ବ ଗଛରେ ଆମ୍ବ ହିଁ ଫଳିବ ଏବଂ ତେନ୍ତୁଳି ଗଛରେ ତେନ୍ତୁଳି। ତେଣୁ ଯେ ଆମ୍ବ ଗଛ ଲଗାଇବ ଓ ଯେତିକି ବୁଦ୍ଧି ଖର୍ଚ୍ଚ କରି ତହିଁର ରକ୍ଷଣବେକ୍ଷଣ କରିବ, ତାକୁ ସେହି ପରିମାଣରେ ଉନ୍ନତ ଧରଣର ଆମ୍ବ ମିଳିବ। ଈଶ୍ୱର ଚାହିଁଲେ ବି ତାକୁ ତେନ୍ତୁଳି ଦେଇପାରିବେ ନାହିଁ। ଯେଉଁ ବୃକ୍ଷକୁ ସେହି ଫଳ ଲାଗି ରହିଥିଲା ପରି କର୍ମର ଫଳ କର୍ମର ସହିତ ଲାଗି ରହିଥାଏ। ପୁଣି ପ୍ରଶ୍ନ କଲେ, ଆମ୍ବ ଗଛରେ ଆମ୍ବ ଫଳ କିଏ ଲଗାଏ? ଆମ୍ବରୁ ଆମ୍ବ ଗଛ କିଏ ଉତ୍ପନ୍ନ କରାଏ? ସଦ୍ଗୁରୁଦେବ, ଆମ୍ବ ଭିତରେ ଆମ୍ବର ନିଜସ୍ୱ ଭାବ ରହିଛି, ତାହାର ନିଜ ପ୍ରକୃତି ବା ତାହାର ନିଜସ୍ୱ ରହିଛି। ଆମ୍ବ ଭିତରର ଯେଉଁ ଆମ୍ବର ଭାବ ଅଛି କିମ୍ବା ଆମ୍ବ ବୃକ୍ଷ ମଧ୍ୟରେ ଆମ୍ବର ଯେଉଁ ଆତ୍ମା ରହିଛି, ସେ ହିଁ ଆମ୍ବର ଫଳକୁ ଉତ୍ପନ୍ନ କରିଛି। ଆମ୍ବର ଆତ୍ମାରେ ଆମ୍ବର ଯେଉଁ ଭାବ, ତାହା ହିଁ ତାହାର ସ୍ୱଭାବ। ଏହି ଆମ୍ବତ୍ୱର ଭାବ ହିଁ ଆମ୍ବର ଆତ୍ମା। ଏହି ଆତ୍ମା, ଏହି ସ୍ୱଭାବ, ତାହା ହିଁ ତାହାର ଆମ୍ବତ୍ୱ ରୂପକ ପ୍ରକୃତି ଯାହା ସେଥିରେ ରହିଛି। ତାହା ହିଁ ଆମ୍ବ ଗଛରେ ତେନ୍ତୁଳି ଉତ୍ପନ୍ନ କରାଇ ଦିଏ ନାହିଁ। ଯେଉଁମାନେ କହନ୍ତି ଯେ ସବୁ ପ୍ରକୃତି କରାଇଥାଏ, ତାହାର ଅର୍ଥ ଏଇଆ, ପ୍ରକୃତି ବା ନେଚରର ଅର୍ଥ ହେଉଛି ସ୍ୱଭାବ। ସ୍ୱର ଭାବ ହିଁ ନିଜର ଭାବ ଓ ତାହା ହିଁ ପ୍ରକୃତି। ନିଜର ଆତ୍ମାର ଭାବ ବା ସଂକଳ୍ପ ହିଁ ସ୍ୱଭାବ ଅଟେ ଓ ତାହାର ନାମ ପ୍ରକୃତି। ସ୍ୱ ଅର୍ଥାତ୍ ଆତ୍ମାର ଭାବ ହିଁ ପ୍ରକୃତି ଏବଂ ଏହି ନିଜ ଆତ୍ମାର ପ୍ରକୃତି ହିଁ
ସବୁର କାରଣ ନିଜର ଭାବନା ହିଁ ନିଜର ନିର୍ମାଣ ଓ ବିଘଟନ କର୍ତ୍ତା। ପ୍ରକୃତି ଜଡ଼ ନୁହେଁ, ଜଡ଼ କିଛି କରିପାରେ ନାହିଁ। ଏବେ ଆପଣ ବୁଝିପାରିଥିବେ ଯେ ଆତ୍ମାର ନିଜ ଭାବକୁ ହିଁ ପ୍ରକୃତି ବା ସ୍ୱଭାବ କହନ୍ତି। ଜଡ଼ ପରମାଣୁ ଇତ୍ୟାଦିକୁ ପ୍ରକୃତି କୁହାଯାଏ ନାହିଁ। ପୁଣି ପ୍ରଶ୍ନ କଲେ, ଏହା କ'ଣ ଠିକ୍ ନୁହେଁ ଯେ ଆମ୍ବ ଗଛରେ ଆମ୍ବର ଫଳକୁ ସର୍ବଶକ୍ତିମାନ ଈଶ୍ୱର ଉତ୍ପନ୍ନ କରିଛି, ଯେ ଆମ୍ବ ଓ ତେନ୍ତୁଳି ସବୁଥିରେ ଅଖଣ୍ଡ ରୂପରେ ବ୍ୟାପକ ହୋଇ ରହିଛି ଓ ସମସ୍ତଙ୍କ ପ୍ରକୃତ ଆତ୍ମା ହୋଇ ନିବାସ କରୁଛି? ସଦ୍‌ଗୁରୁଦେବ, ଯଦି ଏପରି କୌଣସି ଚେତନ ତତ୍ତ୍ୱ ଥାନ୍ତା ଯେ ଆମ୍ବ ଓ ସବୁଥିରେ ଅଖଣ୍ଡ ରୂପରେ ରହିଛି, ସେ ସର୍ବଶକ୍ତିମାନ, ତେବେ କେବେ କେବେ ଆମ୍ବ ଗଛରେ ମଧ୍ୟ ତେନ୍ତୁଳି ଫଳାଇ ଦେଇପାରନ୍ତା। ମତବାଦୀମାନେ ଈଶ୍ୱରକୁ ଚେତନା ବୋଲି ମାନନ୍ତି। ସେ ସବୁଠାରେ ରହେ ଓ ସବୁ ଭକ୍ତମାନଙ୍କ ପ୍ରାର୍ଥନା ଶୁଣେ। ଯଦି ଏମିତି କୌଣସି ଈଶ୍ୱର ଥାନ୍ତା, ତେବେ ସେ ଭକ୍ତଙ୍କର ପ୍ରାର୍ଥନାରେ ଆମ୍ବ ଗଛରୁ ତେନ୍ତୁଳି ଓ ଯବ କ୍ଷେତରୁ ଗହମ ଫଳାଇ ଦେଇପାରନ୍ତା। କିନ୍ତୁ ଏମିତି ହେଉନାହିଁ। ଭକ୍ତମାନେ ସହସ୍ର ପ୍ରାର୍ଥନା କଲେ ମଧ୍ୟ ଯବ କ୍ଷେତରେ ଗହମ ଫଳିବ ନାହିଁ ଓ ଆଜି ଯାଏଁ ଫଳି ନାହିଁ। ଯବ ବୁଣିବା ଲୋକ ଗହମ କାଟିପାରିବ ନାହିଁ। କର୍ମର ଫଳ କର୍ମ ସହିତ ଲାଗି ରହିଛି। ଏଥିରେ ଈଶ୍ୱରର କୌଣସି ହାତ ନାହିଁ। ତେବେ ସ୍ୱର୍ଗର ଅଧିପତି ଈଶ୍ୱର ନୁହେଁ? ସଦ୍‌ଗୁରୁଦେବ, ଈଶ୍ୱର ଅଟେ। ସ୍ୱର୍ଗକୁ ମୃତକମାନେ ଯାଆନ୍ତି। ମରିଯାଇଥିବା ଲୋକକୁ ସ୍ୱର୍ଗବାସୀ କହନ୍ତି। ଈଶ୍ୱର ସର୍ବଦା ସ୍ୱର୍ଗବାସୀ ଓ ବୈକୁଣ୍ଠବାସୀ ଅଟେ, କାରଣ ଈଶ୍ୱର କେବେ ବି ନାହିଁ। ଈଶ୍ୱର ମହାମୃତକ, ତେଣୁ ମହାମୃତକ ହିଁ ଅନ୍ୟ ମୃତକମାନଙ୍କ ସ୍ୱର୍ଗର ଅଧିପତି। ମୃତକକୁ ନେବା ସମୟରେ ଲୋକେ କାହିଁକି ରାମ ନାମ ସତ୍ୟ ହେ, ରାମ ନାମ ସତ୍ୟ ହେ ବୋଲି କହନ୍ତି? ସଦ୍‌ଗୁରୁଦେବ, କାହିଁକିନା ରାମ ମଧ୍ୟ ମୃତକ ଓ ଏହି ଯେ ବର୍ତ୍ତମାନ ଯାହାକୁ ନିଆଯାଉଛି ସେ ମଧ୍ୟ ମୃତକ। ରାମ ସ୍ୱୟଂ ମୃତକ ଓ ସେହି ରାମକୁ ଯେ ଭଜିଲା ତାକୁ ମଧ୍ୟ ସେ ମୃତକ କରିଦେଲା। ରାମକୁ ଯେ ଭଜେ ସେ ରାମ ସମାନ ହୋଇଯାଏ। ତେଣୁ ରାମ ନାମ ସତ୍ୟ ଅଟେ, ଅତ୍ୟନ୍ତ ସତ୍ୟ ଅଟେ। କାରଣ ଯେ ଯେଉଁ ମୃତକମାନଙ୍କ ରହିବା ସ୍ଥାନ ସ୍ୱର୍ଗ ରହିଛି, ସେଠାକୁ ଆଉ ଜଣକୁ ଡାକିନେଲା। କିଏ କହୁଛି ସ୍ୱର୍ଗବାସୀ ରାମ, ବୈକୁଣ୍ଠବାସୀ ରାମ ନାହିଁ? ଦେଖ, ଗୋଟିଏ ମୃତକ ଆମ୍ଭ କାନ୍ଧ ଉପରେ ଅଛି, ତେଣୁ ମୃତକ ଅଛନ୍ତି, ଏହା ସତ୍ୟ। ମୃତକକୁ ହୃଦୟରେ ଧାରଣ କରୁଥିବା ସମସ୍ତ ଭକ୍ତଙ୍କ ଏହି ଗତି ହୁଏ। ତେବେ କ'ଣ ରାମକୁ ଭଜିବା ଉଚିତ ନୁହେଁ? ସଦ୍‌ଗୁରୁଦେବ, ଭଜିବା ଉଚିତ, କିନ୍ତୁ ମୃତକ ରାମକୁ ନୁହେଁ, ଜୀବନ୍ତ ରାମକୁ, ସ୍ୱର୍ଗବାସୀ ରାମଙ୍କୁ ନ ଭଜି ଆତ୍ମା ରାମଙ୍କୁ ଭଜିବା ଉଚିତ। ନିଜ ଭିତରର ଆତ୍ମାଦେବ ହିଁ ବ୍ରହ୍ମ ଅଟନ୍ତି। ସେ ଆମ୍ଭର ରକ୍ଷକ ଅଟନ୍ତି। ତାଙ୍କରି ଥିବାରେ ଆମ୍ଭର କଲ୍ୟାଣ। ତାଙ୍କରି ଥିବାରେ ଆମ୍ଭେ ନେତା, ମିନିଷ୍ଟର, ସୈନିକ, ବୀର ଓ ସବୁ କିଛି। ତେଣୁ ଆତ୍ମାକୁ ମାନନ୍ତୁ। ଏହାଙ୍କ ଚାଲିଯିବାରେ ଆମ୍ଭର କିଛି ରହେ ନାହିଁ। ଆତ୍ମାର ପ୍ରକୃତ ଜ୍ଞାନ ପ୍ରାପ୍ତ କରି ଏବଂ ଆତ୍ମା ଶକ୍ତିର ଅନୁସନ୍ଧାନ କରନ୍ତୁ। ଏହି ଆତ୍ମା ଶକ୍ତିର ଠିକଣା ବତାଇବାକୁ ଓ ଆପଣମାନଙ୍କୁ ଦେବାକୁ ମୁନି ସମାଜର ଜନ୍ମ। ଏହାର ସଦସ୍ୟ ହୋଇ ଆତ୍ମା ଶକ୍ତିର ଅନୁସନ୍ଧାନ କରନ୍ତୁ। ଏହାର ସମ୍ପୂର୍ଣ୍ଣ ରହସ୍ୟ ଜାଣି ନିଅନ୍ତୁ। ଆମ୍ଭର ଆବାଗମନ କେଉଁ ଶକ୍ତିର ଅଧୀନରେ ଅଛି? ସଦ୍‌ଗୁରୁଦେବ, ଆସିବା ଓ ଯିବାକୁ ଆବାଗମନ କହନ୍ତି। ଆସିବା ଓ ଯିବା ଆମ୍ଭର ଅଧୀନରେ ଅଛି। ଆମେ ଯେତେବେଳେ ଇଚ୍ଛା ଘର ଛାଡ଼ି ଚାଲି ଯାଇଥାଉ, ପୁଣି ଯେତେବେଳେ ଇଚ୍ଛା ଫେରିଥାଉ। ସାଂସାରିକ ଯିବା ଆସିବା ତ ଗୋଡ଼ ହଲାଇବା ଉପରେ ଅବଶ୍ୟ ନିର୍ଭର କରେ, କିନ୍ତୁ ଏହି ଗୋଡ଼କୁ ହଲାଉଥିବା ଶକ୍ତି କିଏ? ସଦ୍‌ଗୁରୁଦେବ, ଆତ୍ମଶକ୍ତି। ପୁଣି ପ୍ରଶ୍ନ କଲେ, ଆତ୍ମଶକ୍ତି ନା ଈଶ୍ୱରୀୟ ଶକ୍ତି? ସଦ୍‌ଗୁରୁଦେବ, ଈଶ୍ୱରୀୟ ଶକ୍ତି ନୁହେଁ, ଆତ୍ମଶକ୍ତି। ଈଶ୍ୱର ତ ସର୍ବବ୍ୟାପକ, ତେଣୁ ମୃତକ ଶରୀରରେ ମଧ୍ୟ ଅବଶ୍ୟ ରହିଛି। ଈଶ୍ୱର ଦ୍ୱାରା ଯଦି ହଲୁଥାନ୍ତା, ତେବେ ଆତ୍ମା ଶରୀରରୁ ଚାଲିଗଲେ ମଧ୍ୟ ହଲନ୍ତା।
କିନ୍ତୁ ଆତ୍ମା ଚାଲିଗଲେ ଓ ଈଶ୍ୱର ରହିଥିଲେ ମଧ୍ୟ ମୃତ ଶରୀର ହଲୁ ନଥିବାରୁ ଏହା ପ୍ରମାଣିତ ହୋଇଛି ଯେ ଆସିବା ଯିବା, ହଲିବା ଚାଲିବା ଓ ଆବାଗମନର କାରଣ ଈଶ୍ୱର ନୁହେଁ, ଆତ୍ମା। ତେବେ ଆବାଗମନ ନିଜର କର୍ମର ଫଳ, କର୍ମାଧୀନ, ଏହା ଠିକ୍ ନୁହେଁ କି? ସଦ୍‌ଗୁରୁଦେବ। କର୍ମ କହନ୍ତି କାମକୁ, କ୍ରିୟାକୁ ବା ଯାହାକୁ ଇଂରାଜୀରେ କହନ୍ତି ୱାର୍କ। ବର୍ତ୍ତମାନ ଚିନ୍ତା କରିବା କଥା ଯେ ଆମ୍ଭର କ୍ରିୟା ଓ କର୍ମ କାହାର ଅଧୀନ? ଆମ୍ଭର ଶରୀରକୁ କିଏ ଚଳାଉଛି, କିଏ ହଲାଉଛି, କିଏ ଦୌଡ଼ାଉଛି? ଆତ୍ମା। କାରଣ ଯେଉଁ ଶରୀରରେ ଆତ୍ମା ନ ରହିଛି ତାକୁ ଈଶ୍ୱର ଥାଇ ମଧ୍ୟ ଚଳାଇ ପାରୁନାହିଁ। କିନ୍ତୁ କାମ କରୁଥିବା ଆତ୍ମା ବା ଜୀବ ସ୍ୱତନ୍ତ୍ର ତ ନୁହେଁ ନା? ସଦ୍‌ଗୁରୁଦେବ। କାହିଁକି ସ୍ୱତନ୍ତ୍ର ନୁହେଁ ତ ଆଉ କ'ଣ? ପାଣିନି ଋଷିଙ୍କ ବ୍ୟାକରଣରେ ମଧ୍ୟ ରହିଛି ଯେ ସ୍ୱତନ୍ତ୍ର କର୍ତ୍ତା, କର୍ତ୍ତା ସ୍ୱତନ୍ତ୍ର ଅଟେ। ସ୍ୱତନ୍ତ୍ର ହୋଇଥିବାରୁ ହିଁ ଫଳର ଭାଗୀ ଅଟେ। ଯଦି କର୍ତ୍ତା ନୁହେଁ ତେବେ ଭୋକ୍ତା ମଧ୍ୟ ହେବା ଉଚିତ ନୁହେଁ। କାହାକୁ ମାରିଦେଲା ଲାଠି ବା ଧନୁଶରକୁ ଅପରାଧୀ ବୋଲି କୁହାଯାଏ ନାହିଁ, କାରଣ ସେଗୁଡ଼ିକ ପରତନ୍ତ୍ର। ଧନୁଶର ଦ୍ୱାରା ମାରିଥିବା ଲୋକ ଅପରାଧୀ ଗଣା ହୁଏ। ଯଦି ସବୁକିଛି ଈଶ୍ୱର କରୁଛି ଓ କର୍ମ କରିବାକୁ ଯଦି ଜୀବ ସ୍ୱତନ୍ତ୍ର ନୁହେଁ, ତେବେ ଜୀବକୁ କୌଣସି ଅପରାଧର ଦଣ୍ଡ ମଧ୍ୟ ମିଳିବା ଉଚିତ ନୁହେଁ। ଜୀବ ଯାହା ଭୋଗ କରେ ତାହା ତାହାର କରିଥିବା ଫଳ। ଏହା ସତ୍ୟ ଓ ପ୍ରତ୍ୟକ୍ଷ ଯେ ସେ ଅବଶ୍ୟ ନିଜର କର୍ମର ଫଳ ଭୋଗ କରେ। ଯଦି ଜୀବ ନିଜର ସବୁ କର୍ମ ଫଳର ଭୋକ୍ତା ଅଟେ, ତେବେ ନିଜ କର୍ମର କର୍ତ୍ତା ମଧ୍ୟ ଅଟେ ଏବଂ ଯଦି କର୍ତ୍ତା ଅଟେ ତେବେ କର୍ତ୍ତାର ସ୍ୱତନ୍ତ୍ର ହେବା ଆବଶ୍ୟକ। ଆଉ ଯଦି ନିଜର ସବୁ କର୍ମର କର୍ତ୍ତା ସେ ନିଜେ ଓ ଏଠାରେ ଯିବା ଆସିବାର କାରଣ ସେ ସ୍ୱୟଂ, ତେବେ ସେଠାରୁ ମଧ୍ୟ ଏଠାକୁ ଆସିବାର କାରଣ ମଧ୍ୟ ସେ ନିଜେ। ତେବେ ଏହି ଆବାଗମନର କାରଣ ସେ ସ୍ୱୟଂ। ପୁଣି ପ୍ରଶ୍ନ କଲେ, ତେବେ କ'ଣ ନିଜ ମୃତ୍ୟୁର କାରଣ ଏହି ଜୀବ ସ୍ୱୟଂ ଅଟେ? ସଦ୍‌ଗୁରୁଦେବ। ହଁ, ଯେତେବେଳେ ଆବାଗମନର କାରଣ ଜୀବର ନିଜର ହିଁ କର୍ମ ଅଟେ, ତେବେ ଜନ୍ମ ମୃତ୍ୟୁର କାରଣ ଜୀବର ନିଜର ହିଁ କର୍ମ। କାହିଁକିନା ଆସିବାକୁ ଜନ୍ମ ଓ ଯିବାକୁ ମୃତ୍ୟୁ କହନ୍ତି। ଆମର ସମସ୍ତ କର୍ମ ଆମର ଇଚ୍ଛାଧୀନ। ଆମର ଅଙ୍ଗ ସେହି ସମୟରେ ଚାଲିବାକୁ ଲାଗେ ଯେତେବେଳେ ଆମେ ଇଚ୍ଛା କରୁ। ଯଦି ମନୁଷ୍ୟର ମୃତ୍ୟୁ ମଧ୍ୟ ତାହାର ଇଚ୍ଛାଧୀନ, ତେବେ ସେ ମୃତ୍ୟୁ ସମୟରେ କାହିଁକି କାନ୍ଦେ? ସଦ୍‌ଗୁରୁଦେବ। ମନୁଷ୍ୟ ନିଜର ଶ୍ୱଶୁର ଘରକୁ ଯାଏ। ଏହା ଠିକ୍ କରି ଯାଏ ଯେ ଚତୁର୍ଥ ଦିନରେ ଫେରି ଆସିବ। ଠିକ୍ ସମୟ ଆସିଲେ ଫେରି ଆସିବାର ବନ୍ଦୋବସ୍ତ କରେ। ଶ୍ୱଶୁର ଘରର ଲୋକେ ମନା କରନ୍ତି, କହନ୍ତି ଏବେ ଯାଅନା। ସେ ବି କୁହେ, ମୁଁ ବି ଯିବାକୁ ଚାହୁଁନାହିଁ। ମୋତେ ମଧ୍ୟ ଆପଣଙ୍କର ସ୍ନେହ ଟାଣି ରଖୁଛି, କିନ୍ତୁ କରିବି କ'ଣ? ଆଜି ଫେରିବାକୁ ଠିକ୍ କରିଥିଲି, ମାନେ ନାହିଁ ଯିବାକୁ ବାହାରେ। ଶ୍ୱଶୁର ଘର ଲୋକେ କାନ୍ଦିବାକୁ ଲାଗନ୍ତି। ସେ ମଧ୍ୟ କାନ୍ଦେ ଓ କାନ୍ଦି କାନ୍ଦି ଫେରେ। ଦେଖନ୍ତୁ, ଯିବାର ଦିନ ଠିକ୍ ନିଜେ କରିଛି, ନିଜେ ନିଜେ ଫେରୁଛି, ହେଲେ କାନ୍ଦୁଛି। ସମସ୍ତଙ୍କ ଯିବା ସମୟ ନିର୍ଦ୍ଧାରିତ କି? ସଦ୍‌ଗୁରୁଦେବ। ହଁ। କ'ଣ ସେହି ନିର୍ଦ୍ଧାରିତ ସମୟ ଗଡ଼ାଇ ଦିଆଯାଇ ପାରିବ ନାହିଁ? ସଦ୍‌ଗୁରୁଦେବ। ଗଡ଼ାଇ ଦିଆଯାଇ ପାରିବ, କାହିଁକିନା ନିର୍ଦ୍ଧାରକ ଆମ୍ଭେ ନିଜେ। ତେବେ କ'ଣ ପ୍ରତ୍ୟେକ ଲୋକ ନିଜର ମୃତ୍ୟୁର ସମୟ ଗଡ଼ାଇ ଦେଇପାରିବେ? ସଦ୍‌ଗୁରୁଦେବ। ନା, ମୁକ୍ତଜୀବୀ ଗଡ଼ାଇ ଦେଇପାରିବ, ଯଦି ସମ୍ପୂର୍ଣ୍ଣ ଭାବେ ଗଡ଼ାଇ ଦେବାକୁ ଚାହେଁ, କିନ୍ତୁ ବଦ୍ଧଜୀବୀ ପାରିବ ନାହିଁ। ଯେମିତିକି ଆମ୍ଭେ 3 ଦିନ ପାଇଁ ଶ୍ୱଶୁର ଘରକୁ ଗଲେ ଓ ଆମ୍ଭେ ଯଦି କେଉଁଠି ଚାକିରି କରୁନାହୁଁ, ତେବେ ସହଜରେ 15 ଦିନ ମଧ୍ୟ ସେଠାରେ ରହିପାରୁ। କିନ୍ତୁ ବଦ୍ଧଜୀବୀ ଯେଉଁମାନେ ଚାକିରି କରନ୍ତି, ମାତ୍ର 3 ଦିନର ଛୁଟି ନେଇ ଆସିଛନ୍ତି, ସେମାନେ 3 ଦିନରୁ 4 ଦିନ ମଧ୍ୟ ରହିପାରିବେ ନାହିଁ। ପୁଣି ପ୍ରଶ୍ନ କଲେ, ତାହେଲେ ଯେଉଁମାନେ ମୁକ୍ତଜୀବ ନୁହନ୍ତି, ସେମାନେ ସାଧନ ଓ ସ୍ୱାଧ୍ୟାୟ କରି ମଧ୍ୟ ମୃତ୍ୟୁକୁ ଜୟ କରିପାରିବେ ନାହିଁ? ସଦ୍‌ଗୁରୁଦେବ। ସେ କଥା ନୁହେଁ।
ଅନେକ ବର୍ଷ ପର୍ଯ୍ୟନ୍ତ ଦୃଢ଼ ସାଧନ, ସ୍ୱାଧ୍ୟାୟ ଓ ସତ୍ସଙ୍ଗ କରି ମନୁଷ୍ୟ ଯେତେବେଳେ ଇହ ଜୀବନରୁ ମଧ୍ୟ ମୁକ୍ତ ହୋଇପାରେ ଓ ମୁକ୍ତ ଜୀବ ହୋଇପାରେ ବା ଜନ୍ମ ଓ ମରଣ ବନ୍ଧନରୁ ମୁକୁଳି ପାରେ, ତେବେ ପ୍ରତ୍ୟେକ ଜୀବ ପାଇଁ ମୃତ୍ୟୁକୁ ଜୟ କରିବା ଓ ମରଣର ବନ୍ଧନରୁ ମୁକ୍ତି ପାଇବା ସମ୍ଭବ। ତେବେ କ'ଣ ମୁକ୍ତ ପୁରୁଷମାନେ କେବେ ନିଜ ସ୍ଥୂଳ ଶରୀର ତ୍ୟାଗ କରନ୍ତି ନାହିଁ? ସଦ୍ଗୁରୁଦେବ ତ୍ୟାଗ କରନ୍ତି, କିନ୍ତୁ କେବେ ହେଲେ ଅନ୍ୟର ଅଧୀନ ହୋଇ ନୁହେଁ। ବହୁତ କାଳ ପର୍ଯ୍ୟନ୍ତ ରହିଲା ପରେ ସେମାନଙ୍କ ମନ ସ୍ଥୂଳ ସଂସାରରେ ଯେତେବେଳେ ଭରିଯାଏ, ତେବେ ନିଜର ହିଁ ଇଚ୍ଛାରେ ସ୍ଥୂଳ ଶରୀର ତ୍ୟାଗ ମଧ୍ୟ କରିପାରନ୍ତି। ପୁଣି ପ୍ରଶ୍ନ କଲେ, ନିଜର ନିର୍ଦ୍ଧାରିତ ସମୟ ତ ନିଜର ମନେ ଥାଏ। ଏଣୁ ଯଦି ମୃତ୍ୟୁ କାଳ ମଧ୍ୟ ମନୁଷ୍ୟର ନିର୍ଦ୍ଧାରିତ, ତେବେ ତାହା କାହିଁକି ତାହାର ମନେ ରହୁନାହିଁ? ଗାଧୋଇବାକୁ ଯାଏ, ଗାଧାଏ, ବୁଡ଼ିକିରି ମରିଯାଏ। ସଦ୍ଗୁରୁଦେବ ମନୁଷ୍ୟ ଶୋଇବାକୁ ଗଲା। ଆଜି ତାକୁ ରାତି 4ଟାରେ ବାହାରକୁ ଯିବାର ଅଛି। ଏଣୁ ରାତି 3:30ରେ ତାକୁ ଉଠିବାକୁ ହେବ। ସେ ତାହାର ଆତ୍ମାକୁ ସୂଚାଇ ଦିଏ ଯେ, ଦେଖ, 3:30ରେ ଉଠି ପଡ଼ିବାକୁ ହେବ। ସେ ଶୋଇଛି, ସ୍ୱପ୍ନ ଦେଖି ଚାଲିଛି, ସେପଟେ ଯାଉଛି, ଏପଟେ ଯାଉଛି। ଶେଷରେ ସେହି ସ୍ୱପ୍ନରେ ଦିନେ ନଦୀକୁ ଗାଧୋଇବାକୁ ଗଲା। ଗାଧାଉ ଗାଧାଉ ବୁଡ଼ିଗଲା। ପରେ ବିକଳ ହୋଇ ଆଖି ଖୋଲିଦେଲା। ଘଡ଼ିକୁ ଦେଖିଲା, ଠିକ୍ 3:30 ହୋଇଛି। ଏବେ ସେ ବୁଝିପାରିଲା ଯେ ଠିକ୍ 3:30ରେ ବୁଡ଼ିଯିବାର ସ୍ୱପ୍ନ କାହିଁକି ଦେଖିଲା। ଏଇଥିପାଇଁ ଯେ ଠିକ୍ 3:30ରେ ଆତ୍ମା ତାକୁ ଉଠାଇବାର ଥିଲା। ବୁଡ଼ିଯିବା ଏକ ବାହାନା। ଜୀବର ମନ ତ ନିଦ୍ରାବସ୍ଥା ବା ସ୍ୱପ୍ନ ଅବସ୍ଥାରେ ଭୁଲି ଯାଇଥିଲା, କିନ୍ତୁ ଆତ୍ମା ସହିତ ନିର୍ଦ୍ଧାରିତ କରିଥିବା ସମୟ ଆତ୍ମା ଭୁଲେ ନାହିଁ। ଠିକ୍ ସେହିପରି ସଂସାର ରୂପକ ମହାସ୍ୱପ୍ନରେ ରହି ମନ ନିଜର ପୂର୍ବ ନିର୍ଦ୍ଧାରିତ ସମୟକୁ ଭୁଲି ଯାଇଥାଏ ଏବଂ ଏହି ସଂସାରରେ ନିମଗ୍ନ ହୋଇଯାଇଥାଏ। ନିର୍ଦ୍ଧାରିତ ସମୟ ଆସିଲେ ଆତ୍ମା ଜାଗ୍ରତ କରିଦିଏ। ଗାଧୋଇବାକୁ ଗଲା ଓ ବୁଡ଼ିଗଲା। ନିର୍ଦ୍ଧାରିତ ସମୟରେ ସ୍ଥୂଳ ଶରୀର ଛାଡ଼ି ଚାଲିଗଲା। କାହାକୁ ଆପଣ କଥା ଦେଇଛନ୍ତି ଯେ 1 ତାରିଖକୁ ଆପଣଙ୍କ ସଭାରେ ପହଞ୍ଚିବି। ଆପଣ ଭୁଲିଗଲେ କ'ଣ ହେବ? ସେ ଭୁଲିବ ନାହିଁ ଏବଂ ନିର୍ଦ୍ଧାରିତ ସମୟରେ ଆସି ନେଇଯିବ। କିନ୍ତୁ ଏସବୁ ନିଜର ନିର୍ଦ୍ଧାରିତ ଅନେକ ବର୍ଷର ଦୃଢ଼ ସାଧନା ପରେ ମୁକ୍ତ ହୋଇଯାଇଥିବା ଜୀବ ଏହି ବନ୍ଧନରୁ ପାର ହୋଇଯାଏ ଓ ମୃତ୍ୟୁକୁ ଜୟ କରି ଅମର ହୋଇଯାଏ। ପୁଣି ପ୍ରଶ୍ନ କଲେ, ମୁନି ସମାଜକୁ ଆସିଲା ପରେ ବି ମୋର ପୁଅ କାହିଁକି ମରିଗଲା? ଯଦ୍ୟପି ସେ ବି ମୁନି ସମାଜର ସଦସ୍ୟ ଥିଲା, ଏବେ ଆଉ ଆମେ ମୁନି ସମାଜରେ ରହିବୁ ନାହିଁ। ସଦ୍ଗୁରୁଦେବ ତେବେ ଆପଣ ମୁନି ସମାଜକୁ ଆସୁଥିଲେ କାହିଁକି? ଆମେ ମୁନି ସମାଜର ସିଦ୍ଧାନ୍ତକୁ ସତ୍ୟ ଭାବି ଆସିଥିଲୁ। ସଦ୍ଗୁରୁଦେବ 5ରେ 5 ମିଶିଲେ 10 ହୁଏ। 5ରେ 5 ମିଶିଲେ 10 ବୋଲି ଆପଣ କ'ଣ ତେବେ ମାନିବେ ଯଦି ଆପଣଙ୍କ ପୁଅ ମରିବ ନାହିଁ? ସୂର୍ଯ୍ୟ ଉଦୟ ହେଲା ବୋଲି ଆପଣ କ'ଣ ତେବେ ମାନିବେ ଯଦି ଆପଣଙ୍କ ପୁଅ ବଞ୍ଚି ରହିବ? କ'ଣ ଈଶ୍ୱରକୁ ମାନୁଥିବା ଲୋକଙ୍କ ପୁଅ ମରୁନାହାନ୍ତି? ସତ୍ୟ ସତ୍ୟ ଅଟେ। ଆପଣଙ୍କ ପୁଅର ଜୀବନ ମରଣ ସହ ତହିଁର କିଛି ସମ୍ପର୍କ ନାହିଁ। ଆପଣଙ୍କ ପୁଅ ମରିଗଲା ବୋଲି କ'ଣ ସତ୍ୟ ବି ଅସତ୍ୟ ହୋଇଯିବ? କ'ଣ ସବୁ ଡକାୟତ ଓ ମିଛୁଆଙ୍କ ପୁଅ ମରୁଛନ୍ତି କି? ପୁଅ ନିଜର ନିର୍ଦ୍ଧାରିତ ସମୟରେ ଚାଲିଗଲା। ପୁଅ ତାହାର କର୍ମର ଅଧୀନ ଓ ଆପଣ ଆପଣଙ୍କ କର୍ମର ଅଧୀନ। ପୁଅର ସାଧନ ଏପର୍ଯ୍ୟନ୍ତ ଉଚ୍ଚ କୋଟିର ହୋଇନଥିଲା, ଯଦ୍ୱାରା ସେ ନିର୍ଦ୍ଧାରିତ ସମୟକୁ ଗଡ଼ାଇ ଦେଇ ପାରିଲା ନାହିଁ। ଏବେ ସେ ସାଧନ ଦ୍ୱାରା ଜୀବନ ମୁକ୍ତ ମଧ୍ୟ ହୋଇପାରିନଥିଲା। ତେଣୁ ସେ ନିର୍ଦ୍ଧାରିତ ସମୟକୁ ଗଡ଼ାଇ ଦେଇ ପାରିଲା ନାହିଁ ଏବଂ ନିର୍ଦ୍ଧାରିତ ସମୟରେ ଚାଲିଗଲା। ପୁଣି ପ୍ରଶ୍ନ କଲେ, ତାହା କେଉଁ ଶକ୍ତି ଯାହା ତାକୁ ନେଇଗଲା? ସଦ୍ଗୁରୁଦେବ ତାକୁ ଅନ୍ୟ କୌଣସି ଶକ୍ତି ନେଇଯାଇ ନାହିଁ। ମନୁଷ୍ୟକୁ ନେଇଯାଏ ଓ ନେଇ ଆସେ ତାହାର ନିଜର କର୍ମ ଏବଂ ନିଜର କର୍ମ ନିଜର ହିଁ ଅଧୀନରେ ରହିଛି, ଅନ୍ୟାଧୀନ ନୁହେଁ। ଏଣୁ ନିଜର ଆବାଗମନର କାରଣ
ନିଜର ହିଁ ଜୀବ ବା ନିଜର ହିଁ ଆତ୍ମା, ଅନ୍ୟ କେହି ନୁହେଁ। ତେବେ ଆମକୁ ଦୁଃଖ କାହିଁକି ହୁଏ? ସଦ୍ଗୁରୁଦେବ, ବାସ୍ତବିକତାର ଅଜ୍ଞାନତା ବା ମୋହ ଯୋଗୁଁ। ଷ୍ଟେସନ ମାଷ୍ଟରର ଆଗକୁ ଅନେକ ଯାତ୍ରୀ ଆସନ୍ତି ଓ ଚାଲିଯାଆନ୍ତି। କାହାରି ଚାଲିଯିବାରେ ସେ ଦୁଃଖ କରେ ନାହିଁ। ଲୋକଙ୍କ ଦ୍ୱାରା ପୁରୀ ଯାଇଥିବା ଗାଡ଼ି ପହଞ୍ଚିଲେ ଷ୍ଟେସନରେ ଗହଳି ହୋଇଥାଏ। ପୁଣି କିଛି ସମୟ ପରେ ଷ୍ଟେସନ ଖାଲି କରି ଚାଲିଯାଆନ୍ତି। କିନ୍ତୁ ଷ୍ଟେସନ ମାଷ୍ଟର କାହାରି ପାଇଁ ହେଲେ ଦୁଃଖ କରେ ନାହିଁ। କାରଣ ସେ ଜାଣିଛି ଯେ ସମସ୍ତେ ନିଜ ନିଜ କାମ ପାଇଁ ଯିବା ଆସିବା କରୁଛନ୍ତି। ସେମାନେ ଯାତ୍ରୀ। ସେମାନଙ୍କୁ ନିଜର ବୋଲି ଭାବିବା ଭୁଲ। ସେମାନେ ତ ଯିବା ପାଇଁ ଆସିଛନ୍ତି। ବାଟରେ ଆମର ଷ୍ଟେସନ ଆସିଗଲା। ସେମାନେ ଆସିଥିଲେ ଓ ଚାଲିଗଲେ। ଏମାନଙ୍କ ନିମନ୍ତେ ଦୁଃଖ କରିବା ବୃଥା। ଯଦି ରହିବାକୁ ଇଚ୍ଛା କରି ତା ପାଇଁ ଏପରି ସାଧନ କରିଥାନ୍ତେ ଓ ପୂର୍ଣ୍ଣ ଯତ୍ନ କରିଥାନ୍ତେ, ତେବେ ଅମୁକ ବାବୁ ଆମ ପାଖରେ ଏଠି ମାଲବାବୁ ହୋଇ ରହିଯାଇଥାନ୍ତେ। କିନ୍ତୁ ତାହାର ଅନ୍ୟ ସ୍ଥାନକୁ ଯିବାର ଥିଲା। ସେ ଯାତ୍ରୀ ଚାଲିଗଲା। ଏଇଥିପାଇଁ ଦୁଃଖ କାହିଁକି? ମୋର ପୁଅ ମରିଗଲା ତ ମୁଁ ସମାଜରେ ରହିବି ନାହିଁ। ଏପରି କହିବା ଦ୍ୱାରା ଏହା ପ୍ରମାଣିତ କରୁଛି ଯେ ମୁନି ସମାଜ ଉପରେ ଖାଣ୍ଟି ବିଶ୍ୱାସ ଆପଣଙ୍କ ନଥିଲା। ସତ୍ୟ ସତ୍ୟ ଅଟେ। ସତ୍ୟକୁ ସତ୍ୟ ପାଇଁ ମାନନ୍ତୁ। ଆପଣ ଅସତ୍ୟକୁ ମାନିପାରିବେ ନାହିଁ, ତେଣୁ ସତ୍ୟକୁ ମାନନ୍ତୁ। ପୁଣି ପ୍ରଶ୍ନ କଲେ, ସେ ବାଳକ ପୁଣି ଆମ ଘରେ ଜନ୍ମ ହେବ କି? ସଦ୍ଗୁରୁଦେବ, ଯଦି ଆପଣ ସାଧନ କରନ୍ତି ଓ ମୋର ଆଶୀର୍ବାଦ ଉପରେ ପୂର୍ଣ୍ଣ ବିଶ୍ୱାସ କରନ୍ତି ଏବଂ ଏହି ଭାବନାକୁ ଦୁର୍ବଳ ନ କରନ୍ତି ଯେ ସେ ପୁଣି ଆମ ଘରେ ଜନ୍ମ ହେଉ, ଦେଖିବେ ଯେ ସେ ପୁଣି ଆପଣଙ୍କ ଘରେ ଜନ୍ମ ହେବ। ତାହାକୁ ତ ଏବେ ଜନ୍ମ ହେବାର ଅଛି। କିନ୍ତୁ ମୁନି ସମାଜର ଭାବନା ନେଇ ମରିଥିବା ବାଳକ ସେହି ଘରେ ଜନ୍ମ ହୋଇପାରିବ ନାହିଁ ଯେଉଁ ଘରର ମୁନି ସମାଜ ସହିତ ସମ୍ପର୍କ ନାହିଁ। କ'ଣ ନିର୍ଦ୍ଧାରିତ ସମୟର ଆଗରୁ ମଧ୍ୟ ଲୋକ ମରିପାରନ୍ତି? ସଦ୍ଗୁରୁଦେବ, ହଁ। ଯେପରି ଆପଣ 3:30ରେ ଉଠିବାକୁ ନିର୍ଦ୍ଧାରିତ କରିଛନ୍ତି, କିନ୍ତୁ ଅଧିକ ଭୋଜନ କରିବାର ପାପଟିଏ କଲେ। ରାତି 1ଟାଏ ବେଳକୁ ପେଟରେ ଯନ୍ତ୍ରଣା ହେଲା ଓ ମଳ ତ୍ୟାଗ କରିବାର ଆବଶ୍ୟକ ପଡ଼ିଲା। ବେଶ୍ 1 ବାଜିଛି ବେଳକୁ ନିଦ ଭାଙ୍ଗିଗଲା। ଏହିପରି ଯଦି ଆପଣଙ୍କ କର୍ମ ସବୁ ଆୟୁଷ କ୍ଷୀଣ କରିଦିଅନ୍ତି, ତେବେ ଆୟୁଷ କମିଯିବ ଓ ନିର୍ଦ୍ଧାରିତ ସମୟ ପୂର୍ବରୁ ଚାଲିଯିବେ।